ଦେଖନ୍ତୁ ରମାଦେବୀ, ଆଜ୍ଞା। ଆପଣ ଆପଣଙ୍କର ପୁତ୍ରଙ୍କ ବିଷୟରେ ଜାଣିବା ପାଇଁ ଚାହୁଁଛନ୍ତି। ରମେଶ ତାଙ୍କର ନାଁ, ସେ ଘରକୁ ଆସୁନାହାନ୍ତି, ଆପଣଙ୍କ ସହିତ କଥାବାର୍ତ୍ତା ହଉନାହାନ୍ତି। ସାଙ୍ଗସାଥି ମେଳରେ ସେ ରହୁଛି, ମଉଜ ମଜଲିସ୍ କରୁଛି, କେବଳ ପଇସା ମାଗୁଛନ୍ତି। ପଇସାର ହୁଁ, ଆବଶ୍ୟକତା ଥିଲେ ଆପଣଙ୍କୁ ଫୋନ କରିବେ ମାଗିବେ, ନହେଲେ କଥାବାର୍ତ୍ତା ଆଉ ନାହିଁ। ତଥା ମାତା ପିତାଙ୍କ ପ୍ରତି କୌଣସି ସ୍ନେହ ନାହିଁ, ମୋହମାୟା ନାହିଁ ମାତା ପିତାଙ୍କ ପ୍ରତି। ସାଙ୍ଗସାଥି ଡାକିବେ ସେମାନଙ୍କ ପଛରେ ହଁ ଦୌଡ଼ିବ, ବୁଝୁଛି। ଅର୍ଦ୍ଧରାତ୍ରି ଡାକିଲେ ବି ହଁ, ପଳେଇବେ। ତଥା ଆପଣଙ୍କର ସ୍ୱାମୀଙ୍କର ଗୋଟିଏ ଦୁର୍ଘଟଣାରେ ଗୋଡ଼ ଭାଙ୍ଗି ଯାଇଥିଲା ଏବଂ ଗୋଟିଏ ଆଖି ମଧ୍ୟ ଫୁଟି ଯାଇଛି। ଗୋଡ଼ରେ ରଡ୍ ମଧ୍ୟ ହୁଁ, ପଶିଛି। ପୁଅଙ୍କର ବିବାହ ହୋଇପାରୁନାହିଁ। ବାକି ପିଲାମାନଙ୍କର ଭରଣ ପୋଷଣ କରିବା ପାଇଁ ଆପଣ କାମ କରୁଛନ୍ତି ଏବଂ ଆପଣଙ୍କ ଶରୀରରେ ମଧ୍ୟ ବହୁତ ସମସ୍ୟା ରହୁଛି। ପେଟରେ, ଅଣ୍ଟାରେ, ବେକରେ ଚୁମୁଟିଲା ପରି ଲାଗୁଛି ହୁଁ, ଏବଂ ଆପଣଙ୍କ ସ୍ୱାମୀଙ୍କ ଉପରେ ତନ୍ତ୍ରର ପ୍ରୟୋଗ ରହିଛି। ହଁ, ହଁ, ଏବଂ ଆପଣଙ୍କର ପିତୃପୁରୁଷ ସେମାନେ ଅଶାନ୍ତ ଅଛନ୍ତି ଏବଂ ଯାହା ମଧ୍ୟ ଆପଣଙ୍କ ଘରେ ସମସ୍ୟା ହେଉଛି, ପିତୃପୁରୁଷ ଆପଣଙ୍କର ଅଶାନ୍ତ ସେଥିପାଇଁ ହେଉଛି। ଆପଣଙ୍କର ପିତୃପୁରୁଷ ଆପଣଙ୍କର ପୁତ୍ରଙ୍କୁ ଅଲଗା ଦିଗରେ ଆଗକୁ ନେଉଛନ୍ତି ଏବଂ ପରିବାର ଭିତରେ ମୋହ ମାୟାକୁ ସମାପ୍ତ କରୁଛନ୍ତି। ଧନ ରହୁନାହିଁ, ଅର୍ଥ ଆସୁଛି କିନ୍ତୁ ଘରେ ରହୁନାହିଁ ଜମା। ପିଲାମାନଙ୍କ ଜୀବନରେ ଅଶାନ୍ତି ଅଛି। ସ୍ୱାମୀଙ୍କ ଉପରେ ଯେଉଁ ତନ୍ତ୍ର ଥିଲା ଏବେ ପିଲାମାନଙ୍କ ଉପରେ ପ୍ରଭାବ ପକାଉଛି, ଆପଣଙ୍କ ଉପରେ ମଧ୍ୟ ଆସୁଛି। ଆପଣଙ୍କୁ ରୋଗ ଭାବରେ ଆପଣଙ୍କୁ ବହୁତ କଷ୍ଟ ଦେଉଛି ଶରୀରରେ। ଚିନ୍ତା କରନ୍ତୁନି, ଆପଣଙ୍କର ଜୀବନ ବହୁତ ସଂଘର୍ଷମୟ ରହିଛି, କିନ୍ତୁ ଏବେଠୁ କାଟ କଲା ପରେ ଟିକେ ଆରାମ ମିଳିବ, ଭଲ ହେଇଯିବ ସବୁ।